ଗଛ ପାଖରେ କେହି ଯିବନି, ସେଠାରେ କାହାର କାନ୍ଦିବାର ଶବ୍ଦ ଆସେ। ଏକଦମ ସିଧା କଥା। ଗାଁର ବୟସ୍କମାନଙ୍କର ଏହି ଭୟାନକ ଚେତାବନୀଟି କେବଳ ଗୋଟିଏ ସାଧାରଣ କଥା ନୁହେଁ। ଏହା ପଛରେ ଲୁଚି ରହିଛି ଏକ ଏମିତି ରହସ୍ୟ ଯାହାକୁ ଅଣଦେଖା କରିବାର ପରିଣାମ ବହୁତ ଭୟଙ୍କର ହୋଇପାରେ। ଆସନ୍ତୁ ଜାଣିବା ଏହା ପଛର ସତ୍ୟତା। ଆଜିର ଏହି ବିଶ୍ଳେଷଣରେ ଚଣ୍ଡିପୁରର ବଟଗଛ ସମ୍ପର୍କିତ ଏକ ଭୟଙ୍କର ଲୋକକଥା ଉପରେ ଆମେ ଆଲୋଚନା କରିବା। ଏହା କେବଳ ଗୋଟିଏ ଗୋପ ନୁହେଁ, ମାନବୀୟ କୌତୂହଳ ଆଉ ପ୍ରାଚୀନ ବିଶ୍ୱାସ ଭିତରେ ଥିବା ଏକ ଭୟାନକ ସଂଘର୍ଷର କାହାଣୀ। ତେବେ ଡେରି ନ କରି ସିଧା ବିଷୟବସ୍ତୁକୁ ଯିବା। ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟରେ ଥିବା ଏକ ଛୋଟିଆ ଗାଁ ଚଣ୍ଡିପୁରର। ଟିକେ କଳ୍ପନା କରିବା, ଚାରିଆଡ଼େ ଘନ ଅନ୍ଧକାର, ଆକାଶରେ ଚନ୍ଦ୍ରର ଚିହ୍ନବର୍ଣ୍ଣ ନାହିଁ। ବାତାସରେ ଗୋଟେ ଅଜଣା ଅଶୁଭ ଗନ୍ଧ ଭାସି ଆସୁଛି। ଠିକ୍ ଏମିତି ଏକ ରାତିରୁ ଆମର ଏହି ଭୟଙ୍କର ଘଟଣାକ୍ରମ ଆରମ୍ଭ ହୁଏ। ଏମିତି ଏକ ପରିବେଶ ଯାହା କାହା ମନରେ ବି ଛନକା ପୂରାଇଦେବ। ଆଉ ସେଇଟା ଥିଲା ଅମାବାସ୍ୟା ରାତି। ଆମ ଭାରତୀୟ ଲୋକକଥାରେ ଅମାବାସ୍ୟା ରାତିକୁ ସବୁବେଳେ ଅଲୌକିକ ଶକ୍ତିମାନଙ୍କର ସମୟ ବୋଲି ଧରାଯାଏ। ଯେତେବେଳେ ଆକାଶ ପୁରା କଳା ଥାଏ ଆଉ ପବନରେ ଏକ ଅଜଣା ଗନ୍ଧ ଆସେ, ସେତେବେଳେ ତାହା କୌଣସି ସାଧାରଣ ରାତି ହୋଇନଥାଏ। ସିଧାସଳଖ କହିବାକୁ ଗଲେ ଏହା ଏକ ବିପଦର ସଙ୍କେତ, ମାନେ ଏକ ବଡ଼ ରେଡ୍ ଫ୍ଲାଗ୍। କିନ୍ତୁ ଆମ କାହାଣୀର ମୁଖ୍ୟ ଚରିତ୍ରମାନେ ଏହି ସଙ୍କେତକୁ ଜମା ବି ବୁଝିପାରିଲେ ନାହିଁ। ଏଠାରେ ଆମେ ଦେଖିବା ଏକ ପୁରୁଣା ସଂଘର୍ଷ। ଗୋଟିଏ ପଟେ ଅଛନ୍ତି ଗାଁର ବୟସ୍କ ଲୋକମାନେ, ଯେଉଁମାନେ ପିଢ଼ି ପିଢ଼ି ଧରି ସେହି ଗଛ ପାଖକୁ ନ ଯିବା ପାଇଁ ବାରଣ କରିଆସୁଛନ୍ତି। ଆଉ ଅନ୍ୟପଟେ ଅଛି ରାଜୁ। ରାଜୁ ଜଣେ ଏମିତି ଯୁବକ ଯିଏ ଏସବୁ କଥାକୁ ଆଦୌ ବିଶ୍ୱାସ କରେ ନାହିଁ। ସବୁକିଛି ନିଜ ଆଖିରେ ଦେଖିବାର ତାର ବହୁତ ଜିଦ୍। ତେଣୁ ସେ ତାର ତିନି ସାଙ୍ଗ ବାପି, ସୁନୀଲ ଓ ମିଟୁକୁ ଡାକି ଏକ ଚ୍ୟାଲେଞ୍ଜ କଲା ଯେ ଆଜି ରାତିରେ ଯାଇ ସତ୍ୟ କ'ଣ ଦେଖିବା। ମଣିଷର ଏ ଯୋଉ କୌତୂହଳ ନା, ସେଇଟା ହିଁ ସବୁ ନିୟମ ଭାଙ୍ଗିବାକୁ ଉସ୍କାଇଥାଏ। ଆସନ୍ତୁ ଦେଖିବା ଘଟଣାକ୍ରମ କେମିତି ଆଗକୁ ବଢ଼ୁଛି। ରାତି ଠିକ୍ 11:45। ଚାରି ସାଙ୍ଗ ହାତରେ ଟର୍ଚ୍ଚ ଧରି ସେହି ପୁରୁଣା ବଟଗଛ ଆଡ଼କୁ ଆଗେଇ ଚାଲିଛନ୍ତି। ଧୀରେ ଧୀରେ ରାତି 12ଟା ବାଜିବାକୁ ଯାଉଛି, ସେହି ନିଷିଦ୍ଧ ସମୟ। ଏହା ହେଉଛି ସେହି ମୁହୂର୍ତ୍ତ ଯେଉଁଠାରୁ ଆଉ ପଛକୁ ଫେରିବାର କୌଣସି ରାସ୍ତା ନାହିଁ। ଆଉ ସେମାନେ ଜାଣି ବି ନଥିଲେ ଯେ ପରଦିନ ସକାଳେ ସେମାନଙ୍କ ପାଇଁ କେଉଁ ଭୟଙ୍କର ପରିସ୍ଥିତି ଅପେକ୍ଷା କରିଛି। ଠିକ୍ ଗଛ ପାଖରେ ପହଞ୍ଚିବା କ୍ଷଣି ଦୃଶ୍ୟଟି ଅତ୍ୟନ୍ତ ଭୟଙ୍କର ଥିଲା। ବିଶାଳ ବଟଗଛ ଆଉ ତାର ସେହି ଲମ୍ବା ଲମ୍ବା ଓହଳ। ଟର୍ଚ୍ଚ ଆଲୋକରେ ସେହି ଓହଳଗୁଡ଼ିକ ଏକଦମ ମଣିଷର ହାତ ପରି ଦେଖାଯାଉଥିଲା, ଯେମିତିକି ଅନ୍ଧାର ଭିତରୁ ସେମାନଙ୍କୁ ଟାଣି ନେବା ପାଇଁ ହାତ ବଢ଼ାଉଛନ୍ତି। ପରିବେଶ ଏତେ ନୀରବ ଆଉ ଭାରି ଥିଲା ଯେ ନିଶ୍ୱାସ ନେବା ବି କଷ୍ଟ ଲାଗୁଥିଲା। ଆଉ ଠିକ୍ ସେତିକିବେଳେ ହଠାତ୍ ସେହି ମଧ୍ୟରାତ୍ରିର ନୀରବତାକୁ ଚିରି ଏକ ଶବ୍ଦ ଆସିଲା, ଉ ଉ, ମୋତେ ବଞ୍ଚାଅ। ଏଇ କାନ୍ଦଣା ଶବ୍ଦ ଶୁଣିବା ମାତ୍ରେ ହିଁ ସମସ୍ତଙ୍କର ହୋସ୍ ଉଡ଼ିଗଲା। ମିଟୁ ସାଙ୍ଗେ ସାଙ୍ଗେ ବିପଦଟାକୁ ବୁଝିଗଲା। ତାର ମନ କହିଲା, ଭାଇ ଚଲିଯାଅ, ଏହା ଆଦୌ ଠିକ୍ ନୁହେଁ। ଏଇଟା ହେଉଛି ବଞ୍ଚିବାର ଏକ ସ୍ୱାଭାବିକ ପ୍ରବୃତ୍ତି। କିନ୍ତୁ ରାଜୁ ଅଟକିବାର ନାଁ ନେଲାନି। ନିଜର ଅହଙ୍କାର ଆଉ ସେହି ସନ୍ଦେହୀ ମନୋଭାବ ଯୋଗୁଁ ସେ ଆହୁରି ଆଗକୁ ପାଦ ବଢ଼ାଇଲା ଆଉ ସିଧାସଳଖ ନିଜ ଟର୍ଚ୍ଚର ଆଲୋକଟାକୁ ସେହି ଗଛ ଉପରକୁ ପକାଇଲା। ଆଉ ପ୍ରକୃତରେ ଏହା ହିଁ ଥିଲା ତାର ସବୁଠାରୁ ବଡ଼ ଏବଂ ଶେଷ ଭୁଲ। ଟର୍ଚ୍ଚର ଆଲୋକ ପଡ଼ିବା ମାତ୍ରେ ଦୃଶ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଗଲା। ଗଛ ଡାଳରେ ଜଣେ ମହିଳା ବସିଛି। ଦେହରେ ଧଳା ଶାଢ଼ୀ, ଲମ୍ବା କେଶରେ ତାର ମୁହଁ ପୂରା ଢାଙ୍କି ହୋଇଯାଇଛି। ଆଉ ତାପରେ ସେ ଧୀରେ ଧୀରେ ତଳକୁ ଓହ୍ଲାଇବା ଆରମ୍ଭ କଲା। ହେଲେ ସବୁଠାରୁ ଲୋମଟାଙ୍କୁରା କଥା ଥିଲା ତାର ପାଦ। ତାର ପାଦ ସମ୍ପୂର୍ଣ୍ଣ ରୂପେ ଉଲ୍ଟା ଥିଲା, ମାନେ ଆଗକୁ ରହିବା ବଦଳରେ ପଛକୁ ବୁଲି ରହିଥିଲା। ସମ୍ପୂର୍ଣ୍ଣ ଅସ୍ୱାଭାବିକ। ସେହି ଉଲ୍ଟା ପାଦ ଦେଖିବା କ୍ଷଣି ଗ୍ରୁପର ସାହସ ସମ୍ପୂର୍ଣ୍ଣ ଭାଙ୍ଗିଗଲା। ବାପି ଆଉ ନିଜକୁ ନିୟନ୍ତ୍ରଣ କରିପାରିଲା ନାହିଁ। ସେ ଜୋରରେ ଚିତ୍କାର କରି ସେଠାରୁ ଦୌଡ଼ିଲା। ସୁନୀଲ ମଧ୍ୟ ଥରେ ପଛକୁ ନ ଅନାଇ ନିଜ ଜୀବନ ବଞ୍ଚାଇବାକୁ ସେଠାରୁ ଖସି ପଳେଇଲା। କିନ୍ତୁ ରାଜୁ ଏବଂ ମିଟୁ, ସେମାନେ ଦୌଡ଼ିପାରିଲେ ନାହିଁ। ଭୟର ମାତ୍ରା ଏତେ ଭୟଙ୍କର ଥିଲା ଯେ ସେମାନେ ସେଇଠି ପଥର ପାଲଟିଗଲେ। ଆଗାମୀ ଭୟଙ୍କର ବିପଦକୁ ସାମ୍ନା କରିବା ପାଇଁ ଯେମିତି ସେମାନଙ୍କ ଗୋଡ଼ ସେଇ ମାଟିରେ ଲାଖିଗଲା। ସେହି ନୀରବତା ଭିତରେ ଶୁଭିଲା, ହା 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 ହା। ସେହି ମହିଳାଟି ହଠାତ୍ ଜୋରରେ ହସିବାକୁ ଲାଗିଲା। ସେ ହସର ଶବ୍ଦ ଏତେ ଭୟାନକ ଥିଲା ଯେ ତାହା ସାରା ଅନ୍ଧାର ଜଙ୍ଗଲରେ ଗୁଞ୍ଜରି ଉଠିଲା। ଏହା କୌଣସି ସାଧାରଣ ହସ ନଥିଲା। ଏହା ଥିଲା ଏକ ସ୍ପଷ୍ଟ ସଙ୍କେତ।
ଏକ ସଙ୍କେତ ଯେ ସେହି ଅମାନବୀୟ ଶକ୍ତିଟି ଏବେ ନିଜର ଶିକାରକୁ ସମ୍ପୂର୍ଣ୍ଣ ରୂପେ ଚିହ୍ନଟ କରିନେଇଛି ଆଉ ତାର ଖେଳ ଏବେ ଆରମ୍ଭ ହେଲାଣି। ବର୍ତ୍ତମାନ ଯାହା ଘଟିଲା ତାହା ଆହୁରି ସାଂଘାତିକ। ଆଖି ପିଛୁଳାକେ କେଇ ସେକେଣ୍ଡ ମଧ୍ୟରେ ସେ ସିଧା ଆସି ରାଜୁ ସାମ୍ନାରେ ଠିଆ ହୋଇଗଲା। ଏବେ ତାର ମୁହଁ ସ୍ପଷ୍ଟ ଦେଖାଯାଉଥିଲା। ତାର ଆଖି ନଥିଲା, ସମ୍ପୂର୍ଣ୍ଣ ମୁହଁଟି ନିଆଁରେ ପୋଡ଼ି କଳା ପଡ଼ିଯାଇଥିଲା। ଏହି ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଭାଷାରେ ବର୍ଣ୍ଣନା କରିବା କଷ୍ଟ। ଆଉ ତାପରେ ହଠାତ୍ ତାର ବେକଟି ପଛୁଆଡ଼କୁ ପୂରା 180 ଡିଗ୍ରୀ ଘୂରିଗଲା। ଏହି ଅଭାବନୀୟ ଦୃଶ୍ୟ ଦେଖି ମିଟୁର ମସ୍ତିଷ୍କ ଆଉ କାମ କଲାନି। ସେ ସେଇଠି ହିଁ ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲା। ମିଟୁ ବେହୋସ୍ ହେବା ପୂର୍ବରୁ କେବଳ ଗୋଟିଏ କଥା ଶୁଣିବାକୁ ପାଇଥିଲା। ସେହି ପୋଡ଼ା ମୁହଁ ଥିବା ଭୟଙ୍କର ଆତ୍ମାଟି ରାଜୁକୁ ଚାହିଁ ବହୁତ ଧୀର ଆଉ ବିକୃତ ସ୍ୱରରେ ପଚାରିଥିଲା, ମୋ ଛୁଆକୁ ଦେଖିଛୁ କି? ଏହି ଗୋଟିଏ ପ୍ରଶ୍ନର ନୀରବତା ଆଉ ଭୟାନକତା ଏତେ ଗଭୀର ଥିଲା ଯେ ତାହା ସେହି କଳା ଅମାବାସ୍ୟା ରାତିର ପବନକୁ ବି ବରଫ କରିଦେଇଥିଲା। ଏହାର ଉତ୍ତର ଦେବା ପାଇଁ ରାଜୁ ପାଖରେ ଆଉ କିଛି ବି ସମୟ ନଥିଲା। ରାତି ପାହିଲା। ସକାଳର ଆଲୋକ ଆସିବା ମାତ୍ରେ ଗାଁ ଲୋକେ ସେହି ବଟଗଛ ଆଡ଼କୁ ଧାଇଁଲେ। ସେଠାରେ ସେମାନେ ଦେଖିଲେ ଯେ ମିଟୁ ବଟଗଛ ତଳେ ଅଚେତ ହୋଇପଡ଼ିଛି। କିନ୍ତୁ ରାଜୁର ଚିହ୍ନବର୍ଣ୍ଣ ବି ନଥିଲା ସେଠି। ଗୋଟିଏ ରାତିର ଅହଙ୍କାର ଆଉ ଅନ୍ଧ କୌତୂହଳର ପରିଣାମ ସ୍ୱରୂପ ଜଣେ ଯୁବକ ସବୁଦିନ ପାଇଁ ନିଖୋଜ ହୋଇଯାଇଥିଲା। ପୂରା ଗାଁର ପରିବେଶ ଏକଦମ ସ୍ତବ୍ଧ ଏବଂ ଶୋକାକୁଳ ହୋଇଯାଇଥିଲା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଏହି ଶେଷ ପ୍ରମାଣ। ବହୁତ ଖୋଜାଖୋଜି କଲା ପରେ ହଠାତ୍ ଗାଁ ଲୋକଙ୍କ ନଜର ଗଲା ଗଛର ସବୁଠୁ ଉପର ଡାଳକୁ। ଆଉ ସେଠାରେ ରାଜୁର ସାର୍ଟଟି ଝୁଲୁଥିଲା। ସେହି ସାର୍ଟଟି ସମ୍ପୂର୍ଣ୍ଣ ରୂପେ ରକ୍ତରେ ଭିଜି ଯାଇଥିଲା। ଏହା ହିଁ ଥିଲା ସେହି ଚୂଡ଼ାନ୍ତ ପ୍ରମାଣ ଯେ ରାଜୁ ନିଜର ଅହଙ୍କାର ଆଉ ସେହି ପାରମ୍ପରିକ ଚେତାମନୀକୁ ଅଣଦେଖା କରିବାର ସବୁଠାରୁ ବଡ଼ ମୂଲ୍ୟ ଦେଇସାରିଥିଲା। ଆଉ ସେ ମୂଲ୍ୟ ଥିଲା ତାର ନିଜ ଜୀବନ। ଏହି ଗୋଟିଏ ଘଟଣା ଚଣ୍ଡିପୁର ଗାଁର ସେହି ଲୋକ କଥାକୁ ସବୁଦିନ ପାଇଁ ବଦଳାଇ ଦେଲା। ଆଜି ବି ସେହି ଗାଁରେ ସନ୍ଧ୍ୟା ହେଲେ କେହି ସେହି ବଟଗଛ ଆଡ଼କୁ ଭୁଲରେ ବି ଚାହାନ୍ତି ନାହିଁ। କିନ୍ତୁ କଥା ଏତିକିରେ ସରିନାହିଁ। କୁହାଯାଏ ଯେ ଏବେ ପ୍ରତି ଅମାବାସ୍ୟା ରାତିରେ ସେହି ଗଛର ଉପର ଡାଳରେ ଗୋଟିଏ ଯୁବକର ଛାଇ ବସିଥିବାର ଦେଖାଯାଏ। ଆଉ ଠିକ୍ ତା ତଳୁ ସେହି ସମାନ ମହିଳାର ସ୍ୱର ଭାସି ଆସେ, ମୋ ଛୁଆଙ୍କୁ ଦେଖିଛ କି? ଯେଉଁ କାହାଣୀକୁ ରାଜୁ ଗୁଜବ ବୋଲି ଭାବୁଥିଲା, ଶେଷରେ ସେ ନିଜେ ସେହି କାହାଣୀର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଗଲା। ଏହି ସବୁ ଘଟଣାର ବିଶ୍ଳେଷଣ ପରେ ମନରେ ଗୋଟେ ଗଭୀର ପ୍ରଶ୍ନ ଉଠେ, ଯେତେବେଳେ ମଣିଷର ଅସୀମ କୌତୂହଳ ଆଉ ଅହଙ୍କାର ପ୍ରାଚୀନ କାଳରୁ ଚାଲିଆସୁଥିବା ଚେତାବନୀଗୁଡ଼ିକ ସହିତ ଧକ୍କା ଖାଏ, ସେତେବେଳେ ସେହି ଅନ୍ଧାର ଭିତରେ ପ୍ରକୃତ ରାକ୍ଷସ କିଏ ହୋଇଥାଏ? ସେହି ଆତ୍ମା ନା ନିଜେ ମଣିଷର ସେହି ଅହଙ୍କାର? ଟିକେ ଭାବନ୍ତୁ ତ, ଆଜି ରାତିରେ ଯଦି କେହି ସେହି ବାଟ ଦେଇ ଯାଏ, ଗଛରେ ଥିବା ସେହି ଛାଇ କ'ଣ ଆଜି ବି ଆଉ କାହାର ଅପେକ୍ଷାରେ ରହିଛି? ଆଶା କରେ ଏହି ଆଲୋଚନାଟି ନିଶ୍ଚୟ ଆମ ସମସ୍ତଙ୍କ ମନରେ ଏକ ଗଭୀର ଚିନ୍ତାଧାରା ସୃଷ୍ଟି କରିବ।